କାନା ଭାଇ ଏପଟୁ ଟିକେ ସୁନ୍ଦର ଲାଗୁଛି ଗୋପୀନାଥ ମନ୍ଦିର ଆସି ଯିଏ ହେଲା ହର ଇଏ ହେଲେ ହରି 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 କହିଲେ ମୋ ଆଗରେ ହର ନନା ବିରୁଦ୍ଧରେ କହିଲେଣି ଶୁଣେ କି ବାଉଳା ହେଇଗଲା ହର ଇଏ ପୁରା ହରର ଭକ୍ତ ବାଉଳା ହେଲା ଭଗବାନ ଶଙ୍କର ଇଏ ଶଙ୍କର ଭକ୍ତ ଇଏ ମହାପାତ୍ରେ ହେଲା କି ଇଏ ବାଉଳା କରିଦେଲା ଇଏ ଯୋଉ ମଣି ଯୋଉ କହିଲେ ଆଜ୍ଞା କ୍ଷୀରିରେ କନ୍ଦମୂଳ ପକେଇ ଦେଇଥିଲେ ଆପଣ ପାଲା କେବେଠୁ ସାର୍ ଗାଇଲେ 1975 ପାଲା ଗାଇବା ଆରମ୍ଭ କଲେ ସେତେବେଳେ ବୟସ ଆପଣଙ୍କୁ କେତେ ହେଇଥିଲା 21 ବର୍ଷ ଆଚ୍ଛା ପାଲା ପ୍ରତି କାହିଁକି ଆକର୍ଷଣ ବଢିଲା ଅପା ଏଥର ଖୁସି ତ ଟିକେ କହିଦେ ସମସ୍ତେ ଆମର ଅପେକ୍ଷା ରହିଲେ ମୁଁ କିଛି ଭିଡିଓ କରେନି ଅପା ଭିଡିଓ କରନ୍ତିନି ବର୍ତ୍ତମାନ ଦେଖନ୍ତୁ ଅପା ପୁରା ଖୁସି ଅପା ଗୋଟେ ମାନେ ନାଚ ଶେଷ ହେଲା ବେଳକୁ ଆମ ଘରକୁ ଯିବ ଫାଇନାଲ ପୁରା ଫାଇନାଲ ସତ କଥା କହୁଛି ନା ଭଲ ଲାଗିଲା ତମ ଗାଁକୁ ଆସିକି ବଢିଆ ଲାଗିଲା ଆସ ଦୋକାନ ଠିକ ଆସ नमस्कार जय जगन्नाथ मु आपण डेलांग बाबू तो आज आसुँच सिंहबाहिनी कान्हा भाई और टिकी अप्पा तो सी आम गाँव को आज बुलिया आसवे कहले तो जेहेतु बुलिया आसवे बर्तमान में आम भाईना कहले मठ आज प्रसाद या हम तो आम आज गोविंद जी मठ अच्छे देखूँ भाईना को देखूँ आ ठाकुर को देखूँ एपटे बर्तमान में आम प्रसाद या तो भाईना आज कौन कौन हम हव आसिले जानवे अन्न डालमा खटा खीरी होची सब दिन सब तेती गाय प्रसाद गाय हिबे आ के हां भाईना आज ता प्रसाद देछुंदी तो देबो तो देखियो से पटे परिवा काटिया रे व्यस्त आ तो आसन देखिबा तांकर जो बिना टिकटॉक इंस्टा तो टिकटॉक तो नहीं इंस्टा और जेते प्रकार देखिबे फेसबुक यूट्यूब सब जरे वायरल हे जवा कान्हा भैया जे हम गांव को आसुंती तो टोटली ब्लॉग वीडियो करिया केमिति आसुंती कोन करसुंती आपण माने फास्ट टू लास्ट देखंतु मुझे अधिक आनी से परिष्कार उजला है पानी देखिले पानी पूरा पानी तो ये मुंह का आड़िया दिखाई दे कुड़ा भाई को कुआपतार अच्छा यहीपटे सूक्ष्म रूप या को ना चेंज रूप अच्छा मत हनुमान सिंदूर लगा देवे ना हाँ लगा टे देव प्रत्यक्ष मो हनुमान सिंदूर सुखी गला ठीक अच्छे यहाँ दे दूँ सांगे भल लगुच तो समस्त उठे ना खाली टी अफसोस रहीगला अपा टी आसिले तो फोटो पछर उठियो खाइ को सेल ई खाली को मंदिर को मुंडन करके आसी ना 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 सुविधा अच्छी सब झगड़ा जाती तुम कान्हा बोलते के गाँव को आसल तुम कि सडन पलि आस खोजुची बाट सारा कुआरे गल काना भाई एपटू ଟିକେ ସୁନ୍ଦର ଲାଗୁଛି ଗୋପୀନାଥ ମନ୍ଦିର ଆସି ଯିବା ଚ୍ୟାନେଲ ସବୁ କୁଆ ବ୍ୟସ୍ତ ନାହିଁ କାରେ ଟିକେ ଆଶୀର୍ବାଦ ରଖନ୍ତୁ କି କେମିତି ହନୁମାନଙ୍କ ସିନ୍ଦୂର ना ना एटी बसंतु फोटो लागिव जदी कर गोटाई तार जुडाई होइले हुने असुविधा आगे टमाटा अछि कहू ना चलछि तो नेचुरली डाल जा
ଗୋପୀନାଥ ପରା ମୋ ବାପି ତ ଡାଲମା ଆସିଗଲା ତ କାହ୍ନା ଭାଇ କହିଲେ କହିଲେ ଦେଉଳ ଡାଲମା ହବ ଆଉ ଲୁଣଟେ ଫୁଟା ଲଙ୍କା ଦବ କାହ୍ନା ଭାଇ ମୋର ମନ ଅଛି। ଭାତଟା ବଢିଆ ହେଇଛି ବାତିଆ ଡାଲମାଟା ବଢିଆ ହେଇଛି ଗୋଟେ ମଳା ଖର୍ଚ୍ଚ ଫୁଟା ଲଙ୍କା ଦିଅ ସେତିକି ବେଳୁ ମତେ କହିଛନ୍ତି ଫୁଟା ଲଙ୍କା ଟିକେ ଲୁଣ ଲଙ୍କା ଘୋଟା ହବ ଭାଗୁ ହବ ମୁଁ କହିଲି ହଉ ଆସିଗଲେ ବାବୁ କହିଛନ୍ତି ଡାଲମା ଟିକେ ନଡ଼ିଆ କୋଳି ନାଇଁ ମୁଁ କହିଛି ମୁଁ କହିଲି ଭାଇ ନା ନଡ଼ିଆ ଫଡ଼ିଆ ପଡ଼ିକି ହବ ପ୍ରସାଦ ମହାପ୍ରସାଦ ହେଇଯାଇଛି ବୁଝିଗଲା ପ୍ରସାଦ ମହାପ୍ରସାଦ ହେଇଯାଇଛି ଗୋପୀନାଥ ଜୀ ମଠକୁ ବା 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 ବାବା ଟିକେ ଆଉ ଅପା ଏଥର ଖୁସି ତ ଟିକେ କହିଦେ ସମସ୍ତେ ଆମର ଅପେକ୍ଷା ରହିଲେ ମୁଁ କିଛି ଭିଡିଓ କରେନି କରେନି ଅପା ଭିଡ଼ିଓ କରନ୍ତିନି ବର୍ତ୍ତମାନ ଦେଖନ୍ତୁ ଅପା ପୁରା ଖୁସି ଅପା ଗୋଟେ ମାନେ ନାଚ ଶେଷ ହେଲା ବେଳକୁ ଆମ ଘରକୁ ଯିବ ଫାଇନାଲ ପୁରା ଫାଇନାଲ ସତ କଥା କହୁଛି ପାଇଲେଖା କ୍ଷୀର ଆସିବ ଡେଲି ଆଜ୍ଞା ସେଇଥିରୁ ଟିକେ ଆମର ନୀତି ଭୋଗ ଠାକୁରଙ୍କ ଦୈନନ୍ଦିନ ୟା ପାଇଁ ସେମିତି କିଛି ଡିମାଣ୍ଡ ନାହିଁ। କାହ୍ନା ଭାଇ ଆଜି କାଣା ହେଇଗଲା ସଜନ ସେ ଗୀତ ହବ ସିଏ ହେଲା ହର ଇଏ ହେଲେ ହରି 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 କହିଲେ ମୋ ଆଗରେ ହର ନନା ବିରୁଦ୍ଧରେ କହିଲେଣି ହେଲା କି ବାଉଳା ହେଇଗଲେ ହର ଇଏ ପୁରା ହରର ଭକ୍ତ ବାଉଳା ଭଗବାନ ଶଙ୍କର ଇଏ ଶଙ୍କର ଭକ୍ତ ଇଏ ମା ପାତ୍ରେ ହେଲା କି ଇଏ ବାଉଳା ଧରିଦେଲା ଯୋଉ ମଣି ଯୋଉ କହିଲେ ଆଜ୍ଞା କ୍ଷୀରିରେ କନ୍ଦମୂଳ ପକେଇ ଦେଇଥିଲେ କାହ୍ନା ଭାଇ ଇଏ କ୍ଷୀରିରେ କନ୍ଦମୂଳ ପକେଇ ଦେଇଦେବା ଲୋକ ବାଉଳା ଲୋକ ଭୁଲ କହିଲେ ନା ନାଇଁ, ନାଇଁ। ପରଫେକ୍ଟ କଥା କହିଲେ ଇଏ ସେଠୁ ନା ମାନେ କ୍ଷୀରି କ୍ଷୀରିରେ କନ୍ଦମୂଳ ପକେଇଥିଲି ମୁଁ କହିଲି, ଆରେ ବାଉଳା ହେଲା ପରେ ବି ଯେହେତୁ ଭଗବାନ ଆମେ ତାଙ୍କ ସନ୍ତାନ ଯେ ଜଗନ୍ନାଥ କାହାକୁ ଦଣ୍ଡ ଦିଅନ୍ତି ମାତ୍ରାରେ ରଖିଛନ୍ତି ବାଉଳା ହେଲା ସତ କିନ୍ତୁ ଗୋଟିଏ ପତ୍ରରେ ପଇଲା ସେଠି ତାଙ୍କ ପାଇଁ ଏକ୍ସଟ୍ରା ରୋଷେଇ ପାଇଁ ତାଙ୍କର ଅଛି ଯାଉ ହଁ ଆଜ୍ଞା ଆଉ କଣ ଖାଇବା ତ ପେଟ ପୁରି ଗଲାଣି ଆଉ କଣ ଆମର ଖାଇବା? ଭାଇ ଭୋକ କମି ଯାଇଛି କିଛି ନାହିଁ କିଛି କିଛି ନାହିଁ। ଟାଇମ୍ ପାସ୍ ମାମୁଁ କିନ୍ତୁ ଆମେ ଖାଇବାକୁ ଦବା କିନ୍ତୁ ଆମକୁ କଣ ଭୋକ ଅଛି ଆପଣ ଯଦି ଶାନ୍ତି ଲାଗିଲେ ଆମେ ଯୋଉ ପରିଶ୍ରମ କରି ଅଭିମନ୍ୟୁ ଆପଣ ପାଲା କେବେଠୁ ସାର୍ ଗାଇଲେ 1975 ପାଲା ଗାଇବା ଆରମ୍ଭ କଲେ ସେତେବେଳେ ବୟସ ଆପଣଙ୍କୁ କେତେ ହେଇଥିଲା 21 ବର୍ଷ ଆଚ୍ଛା ପାଲା ପ୍ରତି କାହିଁକି ଆକର୍ଷଣ ବଢ଼ିଲା ମାନେ ଏମିତି ଗାଁ କଥାରେ ପାଲା ଦେଖିବାକୁ ଯାଏ ଆଜ୍ଞା ପାଲା ଦେଖିବା ପରେ ଗୋଟେ ଆଗ୍ରହ ଆସିଲା ନାହିଁ ଏମିତି ଭଗବତ କଥାରେ କିଛି ଆୟୁଷ ବିନିଯୋଗ କିଛି ପୁଣ୍ୟ ଆୟୁଷ ଥିଲା ବୋଲି ସେ ଭଗବତ କଥାରେ କାହିଁ ବିନିଯୋଗ ହେଲା। ତେଣୁ ଏଇ ଯେଉଁ ପାଲା ଗାଇଲେ ପାଲା ମାଧ୍ୟମରେ ପାଲାର ମାନେ ପାଲା କ'ଣ ତା ନା ପାଲା କାହିଁକି ପାଲା ଦିଆଗଲା କାହିଁ ଆମର ପାଲା ଭିତରେ ପାଲା ଭିତରେ ଆସେ ମୁସଲମାନ ଆମର ଗୋଟେ ବଢ଼ିଆ ଚର୍ଚ୍ଚା ହେଲା କାହ୍ନା ଭାଇ ଭଲ ଲାଗିଲା ତମ ଗାଁକୁ ଆସିକି ବଢ଼ିଆ ଲାଗିଲା ଆସ ଦୋକାନ ଠିକ ଆସ ଜୟ ଶ୍ରୀ ଜଗନ୍ନାଥ ଆପଣମାନେ ଦେଖନ୍ତୁ ଡେଲାଙ୍ଗା ଟୋକା ଭାଗୁର ୟୁଟ୍ୟୁବ୍ ଚ୍ୟାନେଲ୍ ଭଲ ଭଲ ଜିନିଷ ଦେଖିବାକୁ ପାଇବେ ଆଉ ଯଦି ଭାଗୁର ସବୁ ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗେ ତାହେଲେ ଚ୍ୟାନେଲଟିକୁ ଲାଇକ୍ କରିବେ ସେୟାର କରିବେ ସବସ୍କ୍ରାଇବ୍ କରିବେ ଆଉ ଡେଲାଙ୍ଗା ଟୋକା ଭାଗୁକୁ ଏମିତି ଭଲ ପାଇବା ଦେଇ ଚାଲିବେ। ଜୟ ଜଗନ୍ନାଥ ଶୁଭ ସକାଳ ସମସ୍ତ ଦର୍ଶକ ବନ୍ଧୁମାନଙ୍କର ପ୍ରଣାମ। ମୁଁ ଆଜି ଏହି ଭାଗୁର ଡେଲାଙ୍ଗ ଟୋକା ଚ୍ୟାନେଲରେ ପ୍ରାତଃକାଳରେ ମୁଁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଏହି ଡେଲାଙ୍ଗ ଟୋକା ୟୁଟ୍ୟୁବ୍ ଚ୍ୟାନେଲଟିକୁ
ମୋର ସମସ୍ତ ଦର୍ଶକ ବନ୍ଧୁମାନଙ୍କ ଅନୁରୋଧ ସମସ୍ତେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ। ଭାଗୁ 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 ଭାଗୁ।